ସେଥିପାଇଁ ଦେଇକି ଭୂତ ଲାଗିଛି ଯେହେତୁ ଦେଇ ମୁଣ୍ଡ କିଛି କାମ କରୁନି। ନାଇଁ ନାଇଁ ପ୍ରାଇଭେଟ ଯା ପ୍ରାଇଭେଟ ଭଲ ମେଡିସିନ ଦବ। ଦେଖିପାରୁଥିବେ ଦେଇ ପୁରା ମାନେ ହାଲତ ପୁରା ଖରାପ। ଦେଇକି ଭୂତ ଲାଗିଛି ବାୟା ଉପରେ ପୁରା ଚିଡୁଛି। ଦେଖିପାରୁଥିବେ ଦେଇ ମୁଣ୍ଡ ଆଉ କିଛି କାମ ବି ଦେଖନ୍ତୁ ଆମେ ଆସିକି ପହଞ୍ଚିଗଲୁ ମେଡିକାଲରେ। ଯେହେତୁ ଦେଇକି ଆଡମିସନ କରିବାକୁ ପଡିବ ଡକ୍ଟର କହିଛନ୍ତି। ଦେଇ ଖାଲି କହୁଛି ମତେ ଭୂତ ଭୂତ ଭୂତ। ଭୂତକୁ ଦେଖିକି ଡରିଲି। ଦେଖିପାରୁଥିବେ ତା ଅବସ୍ଥା ଟା କେମିତି ହେଇଯାଇଛି। ନନା ତାକୁ ପାଟି କରୁଛନ୍ତି। କହୁଛନ୍ତି ସେ ଘରେ ଭୂତ ଅଛି ମୁଁ ନିଜେ ଭୂତକୁ ଦେଖିଲି। ତାପରେ ଦେଇକି ନନା ଗାଳି ଦେଲା। ତାପରେ ଫେରେ ଡକ୍ଟର ଆସିକି ତାକୁ ସାଲାଇନ୍ ଦବା ପାଇଁ ଦେଇ ଏଇଠି ଶୋଇଛି। ଡକ୍ଟର ଆସିଲେ ତାକୁ ସାଲାଇନ୍ ଦବା ପାଇଁ ସାଲାଇନ୍ ଚଢା ଚାଲିଛି। ଦେଖିପାରୁଥିବେ ଦେଇ ହାଲତ ପୁରା ଖରାପ କହୁଛି ମତେ ଭୂତ ଦେଖିଲି ଭୂତ ଏମିତି କରିଛି। ଯେହେତୁ ନନା ତାକୁ ପାଟି କରୁଛନ୍ତି ଭୂତ ଭୂତ କିଛି ବି ନୁହେଁ। ଦେଇ ତାର ଏଇଠୁ ତାପରେ ଟିକେ ତା ମୁଣ୍ଡ ଥଣ୍ଡା କରି ଶୋଇଛି। ଏଇଠି ଦେଖିଲେ ମୁଁ ତ ବସିଛି ଯେହେତୁ ରାତି 8ଟା ହେଇଗଲାଣି। ଆଉ ଦେଇର ଏମିତି ଅବସ୍ଥା ହଉଛି। ଦେଇ ତ ତାର ଶୋଇଛି ସାଲାଇନ୍ ଚଢା ହେଇ ଚାଲିଛି ସେ ଶୋଇଛି ଆହୁରି 4ଟା 5ଟା ସାଲାଇନ୍ ଲାଗିବ। ଦେଖିପାରୁଥିବେ ଦେଇ ଖାଲି ବାଉଳୁଛି ହଉଛି। ଦେଇ ତା ମୁଣ୍ଡ କିଛି ଆଉ କାମ କରୁନି ଖାଲି ଭୂତ ଭୂତ ହଉଛି। ଦେଖିପାରୁଥିବେ ଆସିକି ମୁଁ ହେଇଗଲାଣି 12ଟା ରାତି 12ଟା ପାଞ୍ଜା ବସିବାକୁ ପଡୁଛି। ଦେଇର ସାଲାଇନ୍ ଚାଲୁଛି। ତାପରେ ଦେଇ ତାର କହୁଛି ମୋ ମୁଣ୍ଡ କଣ ହଉଛି ଯେହେତୁ ଜର ତା ମୁଣ୍ଡ ଉଠି ଯାଇଛି। ସିଏ ଶୋଇଲେ ତାପରେ ଯାଇକି ଆମେ ଟିକେ ରେଷ୍ଟ ନବୁ। ଯେହେତୁ ରେଷ୍ଟ ନେଇ ହଉନି ତା ତ ମୁଣ୍ଡ ବିନ୍ଧି ଚାଲୁଛି। ଦେଖିପାରୁଥିବେ ମୋ ଆଖି ପୁରା ଫୁଲିକି କେମିତି ହେଇଗଲାଣି। ଆଉ ଯେହେତୁ ଆମେ ବାଲେଶ୍ଵର ମେଡିକାଲରେ ରହୁଛୁ। ଆଉ ଦେଇର କଣ ଡକ୍ଟର କହିଲେ ସେ ଯେହେତୁ ଖାଇ ଦେଇଛି ଇଆଡୁ ସିଆଡୁ ସେଇ ଯୋଗୁରୁ ଏମିତି ତାକୁ ଫୁଡ୍ ପଏଜନ ହେଇଯାଇଛି। ଦେଖିପାରୁଥିବେ ଦେଇ ତାର ଶୋଇଛି। ମୁଁ ତ ବସିଛି ତାର ଏମିତିଆ ହାଲତ ଦେଖିକି ପୁରା ଖରାପ। ଆମେ ସବୁ ଘର ଲୋକ ବି ଟେନସନ ହେଇଗଲେଣି ଯେହେତୁ ସେ ଏକଲା ରହୁଛି ବାଲେଶ୍ଵରରେ। ନନା ରହୁଛନ୍ତି। ତାପରେ ମୁଁ ଆସିକି ପଛ ଭାଗରେ ବସିଛି ଯେହେତୁ ବହୁତ ଜୋର ଗରମ ହଉଛି। ଯଦି ଆପଣଙ୍କ ଏଠାରେ ଭୂତ ଫୁତ ଥାଏ ମତେ କହିପାରିବେ କମେଣ୍ଟ କରିକି। ଆମକୁ ତ ଲାଗୁନାହିଁ ଏଇ ସବୁ ଭୂତର କାମ ବୋଲି ଦେଇ କହୁଛି। ଯଦି ଦେଇକୁ ସକାଳୁ ହେଲେ ଦେଇକି ପଚାରିବା। କଣ ହଉଛି ଆମକୁ ତ ଡକ୍ଟର କହିଛନ୍ତି ଫୁଡ୍ ପଏଜନ ଯୋଗୁରୁ ଏମିତି ତାକୁ ହେଇଛି। ରିଆକ୍ସନ ଟା ଯେହେତୁ ଜର ମୁଣ୍ଡକୁ ଉଠି ଯାଇଛି। ତାପରେ ଏଇ ସମୟ ତ ରାତି 2ଟା ହେଲାଣି ଆମେ ବସିଛୁ ତା ସାଲାଇନ୍ ଚାଲୁଛି। ଯେହେତୁ ଅତିରିକ୍ତ ଫୁଡ୍ ପଏଜନ ହେଇଯାଇଛି। ତାପରେ ସକାଳ ହେଲେ ଜାଣିବା ଦେଇ ପାଖରୁ। A few moments later. କେମିତି ଦେଖିଲ ଭୂତଟା? ଗୋଳା ହେଇକି ଆଉ ଦାନ୍ତ ଦିଟା ଏପଟ ଗୋଟେ ଥିଲା। ଆଉ ସେ ଭୂତ ମୋତେ ବହୁତ ଡରେଇ ଦେଲା ଯେ ଯାହା ଫଳରେ ମୁଁ ସମସ୍ତଙ୍କ ବାଇଆ କହିବ ଭୂତ ଲାଗିଥିଲା ନା ଫୁଡ୍ ପଏଜନ ହେଇଥିଲା। ଦେଇ ମାଛ ଆଉ ପରଟା ଖାଇକି ଫୁଡ୍ ପଏଜନ ଭୂତ ନାଁ ଦେଇଦେଲୁ। ଭୂତ ସତରେ ଲାଗିବ। ମାଛଟା ଖାଇଥିଲି 2 ପିସ୍ ଖାଇଥିଲି କିନ୍ତୁ ଭୂତ ମୋତେ ସୁଆରେଇଥିଲା। ଭୂତ ସୁଆର ହେଇଥିଲା ତ ଭୂତ ଆଜି ସକାଳୁ କାଇଁ? ଆଉ ସକାଳେ ଭୂତ ନାହିଁ ତାକୁ ଝାଡ଼ିଦେବା ପରେ ସେ ପଳେଇଲା ନା। କିଏ ଜାଣିଲା? ଏଇ ଡାକ୍ତର। ଡାକ୍ତର ଜାଣିଲା ଯେ ମେଡିସିନ ଦେଇଛି ମୁଁ କାଲି ଜାଣିଛି ତତେ। ନା ଡାକ୍ତର ଛାଡ଼ିଲା ଡାକ୍ତର ଛାଡ଼ିଲା ବୋଲି ସେ ଗଲା। ଗୁଣିଆ ଆଜିକାଲି କାମ ନୁହଁ ସେ ଟାଉଟର ଗୁଡ଼ା ନା। ଟାଉଟର ଗୁଣିଆ ମାନେ କୌଣସି କାମ ନୁହଁ ଡାକ୍ତର ହିଁ ପ୍ରକୃତ ସେ ଭୂତ ପେତ ସବୁ ପ୍ରକାର ଛାଡ଼ିଦେବେ।
ଦେଖିପାରୁଥିବେ ଆମ ମୋ ଦି ଜଣଙ୍କର ରାତିମାନ ନ ଶୋଇକି ଅବସ୍ଥା ଏଇଆ। ଦେଇକି ଭୂତ ଫୂତ କିଛି ଲାଗିଥିଲାନି, କେବେ ବି ବିଶ୍ୱାସ କରିବନି। ଦେଇ ଖାଇବା ହେତୁ ଏମିତି ତାର ଅବସ୍ଥା ହେଇଛି। ମିଛଡ଼ାର କହୁଛି ମୋତେ ଭୂତ ଲାଗିଛି, ନନା ନହେଲେ ଛେଚିକି ମାରିବ। ନନା ଯଦି ଏ ବ୍ଲଗ୍ ଦେଖିବ, ନନା ପୁରା ପକେଇଦେବ ରେଲୱେ ଷ୍ଟେସନ।